କିନ୍ତୁ ମୋ କଥାରେ ରାଜି ହେଇଯାଅ ନା। ସତରେ ରାଜି ହେବନି? ଠିକ ଅଛି, ମୁଁ ଜାଣିଛି ତୁମେ ମତେ ମନେ ମନେ ଭଲ ପାଉଛ, କିନ୍ତୁ କହିବା ପାଇଁ ଡରି ଯାଉଛ ନା। କାହିଁକି? ତୁମେ ହେଉଛ ଗୋଟି ଖଟିଖିଆ ବ୍ରାହ୍ମଣ ଘର ପୁଅ ବୋଲି, ଆଉ ମୁଁ ଗୋଟି ରାଜ ଝିଅ ବୋଲି ତୁମେ ଡରି ଯାଉଛ। ସେଇଟା କିଛି ବି ହବନି। ଠିକ ଅଛି, ତୁମେ କେମିତି ମୋ କଥାରେ ରାଜି ନ ହେଇଯିଛ ମୁଁ ଦେଖୁଛି। ଆଲେ ସାଙ୍ଗମାନେ ଲୋ, ଏ ଆସଲୋ ଆସ, ମୁଁ ତୁମକୁ ଗୋଟିଏ ସୁନ୍ଦର ଜିନିଷଟିଏ ଦେଖେଇବି ମ। ଆରେ ଆସୁନ। ତୁମେ ମାନେ ନଥିଲା ସମୟରେ କଣ ସବୁ ଘଟି ଯାଇଛି ଜାଣିଛ? କଣ ଘଟିଛି କିଲୋ? ସାଙ୍ଗ ଦେଖ, ଯେତେବେଳେ ସେଇ ପାପି କବଳରୁ ମତେ ଜଣେ ରକ୍ଷା କଲେ ଲୋ, ଆଉ ମୋ ମାନ ସମ୍ମାନ ହାନି ହବା ପୂର୍ବରୁ ମୋ ସତୀତ୍ୱକୁ ବଞ୍ଚେଇ ଦେଲେ ଲୋ, ବଞ୍ଚେଇ ଦେଲେ। ସତରୀ? ହଁ ପରା। ଆଉ ସେଇ ଯୁବରାଜକୁ ମୁଁ ମନେ ମନେ ଭଲ ପାଉଛି ସଖୀ। ସତରୀ? ହଁ ପରା। ଇମା ସତରୀ ତାଙ୍କୁ ଭଲ ପାଉଛ ନା? ଏ ସାଙ୍ଗ, ସେ କିନ୍ତୁ ମୋ ପ୍ରେମକୁ ଗ୍ରହଣ କରୁନାହାନ୍ତି ଲୋ ସାଙ୍ଗ। ଇମା ଗ୍ରହଣ କରୁନାହାନ୍ତି? ନା ତ। ରେ ଅପା, ହଁ ତମେ କୋଉ ଗୁଣରେ କମ ଚକିଲ ଯେ ତୁମ ପ୍ରେମକୁ ଏମିତିରେ ଗ୍ରହଣ କରୁନାହାନ୍ତି? ଏ ସାଙ୍ଗ, ହଁ ମତେ ତ ଯାହା ଲାଗୁଛି ଯେ ସିଏ ମତେ ମନେ ମନେ ଭଲ ପାଉଛନ୍ତି, କିନ୍ତୁ କହିବା ପାଇଁ ଡରି ଯାଉଛନ୍ତି ଲୋ ସାଙ୍ଗ। ହେଇଥିବଲୁ। ହେଲେ ଅପା, କଣ ହେଲା? ସେ କୋଉଠି କିଲୋ? ଦେଖିବ ନା? ଏ ତୁମେ ତ ଦେଖିବ ତାଙ୍କୁ, କିନ୍ତୁ ଯେମିତି ହେଲେ ବି ଆମ କଥାରେ ରାଜି ହବାକୁ ପଡିବ, ଯେମିତି ହେଲେ ବି ମନେଇବାକୁ ପଡିବ ଲୋ ସାଙ୍ଗ। ଠିକ ଅଛି ଲୋ ଅପା। ଦେଖୁନ ତୁମ ପଛପଟେ। ଇମା କହିଲୁ ଅପା, ହଁ ଏ ତୁ ଦେଖିବାକୁ ଏତେ ସୁନ୍ଦର ଯେ କହିଲେ ଜମାରୁ ବି ବିଶ୍ୱାସ କରି ହବନି ମ। ହଁ ଲୋ ସାଙ୍ଗ, ସେ ଦେଖିବାକୁ ଜଣେ ରାଜକୁମାର ଭଳି ଲୋ ସଖୀ। ସମୟ ନଷ୍ଟ ନ କରି ଶୀଘ୍ର ଶୀଘ୍ର କହିଦିଅ ଲୋ। ଏବେ ଠିକ ଅଛି ଲୋ ଅପା, ତାହେଲେ ଆମେ ଡାକିକି ବୁଝେଇ ଦଉଛୁ। ହଁ ଲୋ ସାଙ୍ଗ। ଏ ଭଉଣୀ, ହ୍ୟାଲୋ, ତାହେଲେ ଜଣେଇ ଦବା ଲୋ। ତାହେଲେ ଠିକ ଅଛି ଲୋ। ଏ ଶୁଣୁଛ? ଏ କଣ ଶୁଭା ଯାଉନି କି? ଆଲୋ କଣ ହେଇଛି? କଣ ହେଇଛି ଜାଣିଛ? ଆମ ଯେମାନା ତମକୁ ବହୁତ ଭଲ ପାଉଛନ୍ତି। ଭଲ ପାଉଛନ୍ତି? ହଁ। ତାହେଲେ ମୁଁ କଣ କରିବି? ଭଲ ପାଇବି? ହଁ। ଆରେ ତମେ ମାନେ ଆଗରୁ ତମ ଜେମା ଆସି ମତେ କହୁଥିଲେ, ଏବେ ତମେ ଆସି ମତେ ବୁଝଉଛ ତାଙ୍କୁ ଭଲ ପାଇବା ପାଇଁ। ସବୁ ସମୟରେ ତମ ପାଟିରେ ଖାଲି ସେଇ ଗୋଟିଏ କଥା। ତମେ କଣ ଭାବୁଛ ତମ ଜେମାଙ୍କୁ ମୁଁ ଏତେ ସହଜରେ ଭଲ ପାଇଯିବି? ତାହେଲେ କଣ କରିବାକୁ ପଡିବ? କଣ କରିବାକୁ ପଡିବ? ଠିକ ଅଛି, ତମ ଜେମାଙ୍କୁ ଯଦି ମୁଁ ଭଲ ପାଇବି, ତାହେଲେ ତମ ସମସ୍ତଙ୍କୁ ମୋ ସହିତ ଗୋଟେ ଖେଳ ଖେଳିବା ପାଇଁ ପଡିବ। କି ଖେଳ କି? ସେଇ ଖେଳର ନାଁ ହଉଛି କବାଡି। କବାଡି? ହଁ, ପୁଣି ଆମ ସହିତ ତୁମେ ତମ ସାଥିରେ। ଗୋଟିଏ ପଟେ ରହିବ ତମେ 5 ଜଣ, ଆଉ ଅନ୍ୟ ପଟେ ରହିବି ମୁଁ ଏକୁଟିଆ। ଏବେ ଠିକ ଅଛି। ଏଇ କବାଡି ଖେଳରେ ଯଦି ତମେ ମାନେ ମତେ ହରେଇବ, ତାହେଲେ ମୁଁ ତମ ଜେମାକୁ ନିଶ୍ଚୟ ଭଲ ପାଇବି। ହେଲା? ଏବେ ଠିକ ଅଛି। ଠିକ ତାହେଲେ ଅଛି, ଆମ ଅପାକୁ ବୁଝେଇ ଦଉଛି। ବୁଝେଇ ଦିଅ। ଏ ଅପା, ସାଙ୍ଗ, ସିଏ ନା ଗୋଟେ ଖେଳ ଖେଳିବା ପାଇଁ କହିଛନ୍ତି ଲୋ। ସତରେ? ସେଇଟା କି ଖେଳ ଲୋ ସାଙ୍ଗ? ସେ ଖେଳର ନାଁ ହଉଛି କବାଡି ଖେଳ ଲୋ। ସେଇଟା ପୁଣି ଝିଅ ପିଲା ସହିତ ଖେଳିବେ କବାଡି ଖେଳ? ହଁ ଲୋ। ଯଦି ଏଇ ଖେଳରେ ଆମେ ଜିତିଗଲୁ, ଆମକୁ କଣ ମିଳିବ? ଆଲୋ ଅପା, କିଛି ତ ମିଳିବନି ମ, କିନ୍ତୁ
ସେ କିନ୍ତୁ ତୁମକୁ ଭଲ ପାଇବେଲି ସତରେ ଆଉ ଯଦି ହାରି ଯାଉ ନା ହଁ ତୁମକୁ ଛାଡିକି କୁଆଡେ ଚାଲିଯିବେ ଏ ସାଙ୍ଗ ଆମେ ଯେମିତି ହେଲେ ବି ଏଇ ଖେଳରେ ଜିତିବା ପାଇଁ ଚେଷ୍ଟା କରିବା ଲୋ ଚେଷ୍ଟା କରିବା ହେଲେ ଅପା ହଁ ମତେ ତ ଯାହା ଲାଗୁଛି ନା ଆମେ 5 ଜଣ ହେଇ ତାଙ୍କୁ ହରେଇ ଦେବାଲୁ ହଁ ରେ ସାଙ୍ଗ ଆଜି ଆମେ ଦେଖେଇଦେବା ଆମ ନାରୀ ମାନଙ୍କର ଶକ୍ତି କେତେ ତମେ ଠିକ କହିଛ ଲେ ଅପା ଆମେ ଝିଅ ମାନଙ୍କର ଶକ୍ତି କେତେ ଆଜି ଦେଖେଇ ଦେବାଲୁ ଏ ସାଙ୍ଗ ହଁ ଯାଅ ଲୋ ଯାଅ କହିଦବ ତାଙ୍କ ଦେଇଥିବା ସର୍ତ୍ତରେ ମୁଁ ରାଜି ହେଇଯାଇଛି ତୁମେ ଠିକ ଅଛି ଲୁ ହଁ ହଁ ଏ ଆମ ଅପା ନା ହଁ ତୁମ ସର୍ତ୍ତରେ ରାଜି ହେଇ ରାଜି ହଁ ତାହେଲେ ଖେଳଟା ଆରମ୍ଭ କରିବା ତେବେ ଠିକ ଅଛି ତମେ କୋଉ ପଟେ ରହିବ କି ଏପଟେ ଏପଟେ ହଁ ରହିବ ତାହେଲେ ମୁଁ ମଝିଟେ ଗାରଟା ଟାଣି ଦଉଛି ହଁ ଟାଣି ଦିଅ
ସତରେ ହାରି ଯାଇଛ। ଏ ସାଙ୍ଗମାନେ ଆମେ ଜିତି ଯାଇଛୁ ନା ଜିତି ଯାଇଛୁ? ଆଗ ହଁ ଆରେ ହଁ ଏଥର ତ ମୁଁ ଦେଇଥିବା ସର୍ତ୍ତରେ ମୁଁ ନିଜେ ହାରି ଯାଇଛି। ଏଥର କଣ କରିବା ପାଇଁ ହବ? ଏଥର ମୋ ହାତରେ ହାତ ଦେବାକୁ ପଡିବ। ହାତରେ ହାତ ଦେଇଦେବି। ହଁ। ତାମାନେ ତମକୁ ଭଲ ପାଇ ତମ ହାତ ଧରି ମତେ ଘରକୁ ନବା ପାଇଁ ହବ। ହଁ ନିଶ୍ଚୟ ନେଇଯିବି। ଅର୍ଚ୍ଚନା ହଁ। ଆରେ ଦେଖ ତମ ବାପା। ଏମିତି ମିଛ କହିପାନ୍ତି ଯିବି ବୋଲି ଭାବୁଛ ନା? ଏଇଟା କେବେ ବି ହେଇପାରିବନି। କାହିଁକି ନା ଆମେ ଏଠାରେ 5 ଜଣ ଅଛୁ, ତୁମେ ତ ଏକୁଟିଆ। ଏଇଟା କେବେ ବି ହେଇପାରିବନି। ମ ତାହେଲେ କଣ କରିବି? କଣ କରିବ? ହଁ। ମୋ ହାତରେ ହାତଟା ଦେଇଦିଅ। ଲାଜ ମାଡୁଛି। ଲାଜ ମାଡୁଛି? ହଁ। ଲାଜ ମାଡୁଛି। ପ୍ରେମ କରିବା ପାଇଁ ଉଛୁଳି ପଡୁଛି ଆଉ ଲାଜ ଲାଗୁଛି। ଠିକ ଧରୁନ ଅଛି। ହାତ। ଯିଏ ଯାହା କହୁ ପଛେ ଏଇ ନିଅ ତମ ହାତରେ ହାତଟା ଦେଇ ଦଉଛି।